ଦେଖୁଛନ୍ତି ସକାଳୁ ସକାଳୁ ମୋ ହାତରେ କଡ଼େଇ, ଗୋଟେ ବଢ଼ିଆ କଥା ମୁଁ ଆପଣମାନଙ୍କୁ କହିନି କି ଆଜିଠାରୁ ଆମର ଘର ଅନୁକୂଳ ହେଲା, ମାନେ ନିୟମ ଖୋଲାଯାଉଛି, ନୂଆ ଘର ଷ୍ଟାର୍ଟ ହେବ ପ୍ରଭୁଙ୍କର ଆଶୀର୍ବାଦରୁ। ଆଉ ଗୋଟେ ପାଦ ଜୀବନର ଆଗକୁ ପକେଇବା ପାଇଁ ଚେଷ୍ଟା। ଦେଖୁଛନ୍ତି ଆଜ୍ଞା କୁହୁଡ଼ି ହେଇଛି କେମିତିଆ, ମାନେ ସକାଳ 6ଟା ଏବେ ହେଇଛି, ଯେମିତି ଶୀତ ଦିନିଆ କୁହୁଡ଼ି ଯେମିତିଆ ହୁଏ ସେମିତିଆ କୁହୁଡ଼ି। ସକାଳର ଘନ କୁହୁଡ଼ି ସାଙ୍ଗରେ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓକୁ। ତ ନିହାତି ଭାବରେ ଆପଣଙ୍କୁ ଭଲ ଲାଗିବ। ନମସ୍କାର, ଜୟ ମା ଶାରଦା। ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ପୁରା ବଢ଼ିଆ ଅଛି। ତ ଆପଣମାନେ କେମିତି ଅଛନ୍ତି ନିହାତି ଭାବରେ କମେଣ୍ଟରେ କୁହନ୍ତୁ। ତ ଦେଖୁଥିବେ ତ ଘର କାମ ଆମର ଆରମ୍ଭ ହେଇଗଲା। ବହୁତ ବାଧାବିଘ୍ନକୁ ସାମ୍ନା କରିକିରି ଘର କାମଟି ଆରମ୍ଭ ହେଲା। ତ ନିଜର ଜୀବନର ସଂଘର୍ଷର ଲାଇଫ୍ଟା ତ ଆଜ୍ଞା ବହୁତ ବଡ଼। ଏଇଟା ସମସ୍ତଙ୍କ ପାଇଁ, କେବଳ ମୁଁ ଏକୁଟିଆ ଆଜ୍ଞା କହୁନି, ସମସ୍ତଙ୍କର ଯେ ଜୀବନର ସମସ୍ତଙ୍କର ଆଜ୍ଞା କଷ୍ଟ ଦୁଃଖ ଯନ୍ତ୍ରଣା ଭରା ଜୀବନ। କାହିଁକିନା ଯଦି ଆଜ୍ଞା ଜୀବନରେ କଷ୍ଟ ଦୁଃଖ ଯନ୍ତ୍ରଣା ରହିବ ନାହିଁ ତ ଜୀବନର ମୂଲ୍ୟ ଆଜ୍ଞା ବି କିଛି ନାହିଁ। ଜୀବନର ମାନେଟା ହେଉଛି ଆଜ୍ଞା କଷ୍ଟ ଦୁଃଖ ଯନ୍ତ୍ରଣା। ତ ସବୁ କିଛି ସାମ୍ନା କରିକିରି ଗୋଟେ ଆଗକୁ ଯିବା ପାଇଁ ସବୁବେଳ ପାଇଁ ଆଜ୍ଞା ଚେଷ୍ଟା କରିବା। କାହିଁକିନା ଜୀବନରେ ତ ବହୁତ କିଛି ଜିନିଷ ଘଟିବ, ତ ସେ ଘଟିବାକୁ ତାକୁ ସାମ୍ନା କରିକିରି ଆଗକୁ ଯିବା। ଆଉ କିଛି ନାହିଁ ଆଜ୍ଞା, ମୁଠାଏ ଖାଅ ପେଟକୁ ମୁଠେ। ତ ବହୁତ ବାଧାବିଘ୍ନର ଅନ୍ତ ଘଟେଇକିରି ନିଜ ଲାଇଫରେ କଷ୍ଟ କରିକିରି ଷ୍ଟ୍ରଗଲ୍ କରିକିରି ଆଜ୍ଞା ବହୁତ କିଛି ଜିନିଷ କରିବା ପାଇଁ ପଡ଼େ। ଗୋଟେ କମ୍ପାନୀରେ କାମ କରିବା ପାଇଁ ପଡ଼େ, ସେଇଠୁ 2 ପଇସା ଇନକମ୍ କରିକିରି କିଛି ସଞ୍ଚୟ କରିବା ପାଇଁ ପଡ଼େ। ଆଉ କାମଟା ବି ଆଜ୍ଞା ଏତେ ସହଜ ନୁହଁ, ବହୁତ କଷ୍ଟ କରିବା ପାଇଁ ପଡ଼େ। ତ ଜୀବନର ମୂଲ୍ୟ ଆଉ ଗୋଟେ ଜିନିଷ ଜାଣିଥାନ୍ତୁ ଆପଣମାନେ କି ନିଜ ଜୀବନର ରୋଲ୍ଟା କେବଳ ଆପଣ ହିଁ ପ୍ଲେ କରିପାରିବେ। ଆପଣଙ୍କୁ ଯେଉଁ ଜୀବନର ଭଗବାନ ଆପଣଙ୍କୁ ଯେଉଁ ରୋଲ୍ଟା ଦେଇଛନ୍ତି ଆପଣଙ୍କ ଜୀବନରେ, ସେଇଟା ହିଁ ଆପଣ କେବଳ ପ୍ଲେ କରିପାରିବେ। ଆପଣଙ୍କ ଛଡ଼ା ଆଉ କେହି କିଛି କରିପାରିବେନି। ଆଉ ଦେଖୁଛନ୍ତି ତ ବର୍ଷା ଲାଗି ରହୁଛି ଆଜ୍ଞା, ପ୍ରବଳ ବର୍ଷା। ତ ବର୍ଷା ଖରା ଶୀତ ସବୁ ତ ଆଜ୍ଞା ହେବ ବର୍ଷ ସାରା। ତ ସବୁ ଜିନିଷକୁ ସାମ୍ନା କରିକିରି ବଡ଼ ପଦକ୍ଷେପ ନେବା ପାଇଁ ମୁଁ ଉତ୍କଣ୍ଠାର ସହିତ ଭାବିକିରି ଆଗକୁ ବଢ଼ିଛି। ତ ଭଗବାନ ଭରସା, ଆଉ ସବୁକିଛି ମୁଁ ଛାଡ଼ି ଦେଇଛି ପ୍ରଭୁଙ୍କ ଉପରେ। ଆଉ ପ୍ରଥମ ହେଉଛି ଆଜ୍ଞା ନିଜ କର୍ମ। ଆଗ ନିଜ କର୍ମ କରିବା, ତାପରେ ପ୍ରଭୁଙ୍କୁ ଭରସା କରିବା। ଯଦି ଆମେ କର୍ମ ନ କରିକି ଘରେ ବସିବା ତ ପ୍ରଭୁଙ୍କୁ ଭରସା କଲେ ଆଜ୍ଞା ପ୍ରଭୁ କିଛି କରିପାରିବେ ନାହିଁ। ସବୁଠୁ ହେଉଛି ଆଜ୍ଞା ନିଜ କର୍ମ। କାହିଁକିନା ଆଜିକା ସମୟରେ ଯିଏ ବି ଯେଉଁ କାମ କରୁ, ନିଜ କର୍ମ ହିଁ ଆଜ୍ଞା ନିଜକୁ ପରିଚୟ ଦେବ। ତ ବିନା କର୍ମରେ